काली राती रामा काली कौन काली राती रामा काली राती रामा मन पारा जाई काली राती रामा मन पारा जाई जो भाई भौणी मैंने धान देते से धन्यवाद जनाऊँ जो मैंने धान देते धन्यवाद प्रभु से भंडार को परिपूर्ण करंतु प्रभु अनुग्रह करंतु आज कटक चंडी ग्राम मध्य पालार जो कार्यक्रम है बलिष्ठ गोटे राति नुह 5 राति पाला खाली ताली मार आमेन कहले आम जानू ये आमेन हे हूँ 5 राति पाला मुझे कहीदे पाला बाबू नथिले पाला बाबू शुणा कहूनी मुझे जहाँ जानी पाला बाबू जनाऊँ तुमको कहली घर को जाओ पाला कहले प्रथम अक्षर पा जड़े बालक हमारा उचित पाला जदि जड़े बालकर अभिषेक नहीं दर्शन नहीं वाक्य कह दर्शन बिना लोक मैंने विनाश जाए पाला आज अधगति बिना दर्शन आम जो इंग्लिश कही पाला हूँ फिलोसफी ए फॉर ambition को लक्ष्य रहिबार अछि एल फॉर लॉन्ग ए फॉर आर्गुमेंट आलोचना समालोचना पर्यालोचना मुझे रिपीट करने को चाहूँ केवल जो मैंने नथिले से पाला विषय आम समस्त दाबी कर पाला आमर नुह पाला आम धार सूत्र आड़ू किंतु आमर को जानवा पड़ो पाला हूँ आमर ख्रीष्टीय समाज आज्ञा अब्राहम दुईट पुओ अन्न पुओ मान कथा कहूनी बेसिकाली दुईट पुओ इसाक और इस्माइल इस्माइल वंशर अकबर राज दरबार पाला आसी
ଯଦି ଆକବରଙ୍କ ବଂଶଧରକୁ ପାଲା ହେଲା ବାପାର ଅଧିକାର ସୂତ୍ରରେ ସେ ପାଇଥିଲା। ବାଇବଲ ପ୍ରମାଣ କରନ୍ତି ଯେ ଅବ୍ରାହମ ଆପଣ ଜୀବନରେ ଆପଣ ଉପପତ୍ନୀର ସ୍ତ୍ରୀ ପିଲାମାନଙ୍କୁ କିଛି କିଛି ଦେଲେ, ପୁଣି ଆପଣଙ୍କର ସର୍ବସ୍ୱ ଇସାକଙ୍କୁ ଦେଲେ। ମୋର ପ୍ରିୟମାନେ, ପାଲା ଆମେ ଧାର କରିନୁ, ପାଲାକୁ ଆମେ ଫଲୋ କରିନୁ କାହାକୁ। We don't follow anyone. They follow us. ସେମାନେ ଆମକୁ ଫଲୋ କରୁଛନ୍ତି। ଆଜ୍ଞା ଦାଉଦ ଖ୍ରୀଷ୍ଟଙ୍କର ଜନ୍ମର 10,000 ବର୍ଷ ପୂର୍ବରୁ ଘୋଷଣା କରିଦେଇଥିଲେ। ପାଲା ଦଳ ସୃଷ୍ଟି କରିଦେଇଥିଲେ, କୋୟାର ଗ୍ରୁପ ସୃଷ୍ଟି କରିଦେଇଥିଲେ, ନାଚୁଥିଲେ, ଗାଉଥିଲେ, ପ୍ରଶଂସା କରୁଥିଲେ। ପାଲା ଦଳକୁ ଗୀତ ଗାଇବାକୁ ସିଏ ନିକଟ ତାଙ୍କର ସ୍ତ୍ରୀ ଟିକେ ପ୍ରୟାସ କରିଥିଲା ବୋଲି ଆଜୀବନ ଆଜ୍ଞା ବନ୍ଧ୍ୟା ରହିଥିଲା। ଆହୁରି ମଧ୍ୟ ଟିକେ ଆଗକୁ ଯିବା ଯଦି ଦାଉଦଙ୍କ ସମୟରେ ବୀଣା ବାଦନ କରୁଥିଲେ। ଦାଉଦ ଯେତେବେଳେ ଆପଣମାନେ ଘରେ ଯାଇ ପାଠ କରିବେ, ବୀଣା ବାଦନ କରୁଥିଲେ। ସଦାପ୍ରଭୁଙ୍କ ଦ୍ୱାରା ପ୍ରେରିତ ମନ୍ଦ ଆତ୍ମା ସାଉଲଙ୍କୁ ଛାଡ଼ି ପଡୁଥିଲା। ସଦାପ୍ରଭୁ ଯୋଉ ମନ୍ଦ ଆତ୍ମା ଫେରି ପଠାଇଥିଲେ, ସେ ମନ୍ଦ ଆତ୍ମା ଦାଉଦଙ୍କ ଦ୍ୱାରା ବାଦନରେ ପଡୁଥିଲା। କେବଳ ସେତିକି ନୁହଁ, ଆପଣ ଯଦି ଦ୍ୱିତୀୟ ରାଜା 3:15 ପାଠ କରିବେ ତ ଇଲିଶା କହିଲେ ତଥାପି ମୋ ନିକଟକୁ ଏକ ବାଦ୍ୟକାର ଆଣ। ତ ବାଦ୍ୟକାର ଆସି ବାଦ୍ୟ ବଜାନ୍ତେ ସଦାପ୍ରଭୁଙ୍କ ଆତ୍ମା ତାଙ୍କ ଉପରେ ହାଲେଲୁୟା। ବାଦ୍ୟ ବଜେଇବାରେ, ପ୍ରଶଂସା କରିବାରେ ସଦାପ୍ରଭୁଙ୍କର ଆତ୍ମା ଏହି ସ୍ଥାନରେ ଥାନ୍ତି। କେବଳ ସେତିକି ନୁହଁ, ଏହି ସ୍ଥାନରେ ନୁହଁ, ସ୍ୱର୍ଗରେ ମଧ୍ୟ ସେ ପ୍ରଶଂସା ନିର୍ବାଚନ କରିବେ। ତେଣୁ ପାଲା ହଉ, ଜୋର ହଉ, ବେଶୀ ରାତି ଯାଏ ହଉ, ଏବେ ଟିକେ କଟକଣା ଅଛି। ଆମ ପ୍ରାର୍ଥନା ଯଦି କରିବା କଟକଣା ବି ତାଙ୍କୁ ଶୁଣିବନି, ଆମକୁ ଚାଲୁ ତାଙ୍କୁ ବୋଧ କଥା କହୁଥିଲା ନା, ବୋଧ କଥା କହୁଥିଲା ନା, ଶୁଭୁଥିଲା ନା ନାହିଁ, ସମସ୍ତେ ବୁଝିପାରୁନଥିଲେ। ଆମେ କଥା କହୁଥା ସେ ଆମକୁ ଶୁଣିବନି। ଠିକ ଅଛି। ସେବା କ'ଣ ହେଇଛି ନା, ମା ମାନେ କଥା ରହିଥିଲେ। ଜଣେ ମା ପ୍ରାର୍ଥନା କରୁଥିଲେ, ତାଙ୍କ ନାତୁଣୀ ତାଙ୍କୁ ଥଟ୍ଟା କରୁଥିଲା, ପରିହାସ କରୁଥିଲା। ଯେତେବେଳେ ସେଇ ନାତୁଣୀ ବୟସ ପ୍ରାପ୍ତ ହେଲା, ଗୋଟେ ବିବାହ କଲା, ତା ମା ତାକୁ ସେ ରେସ୍ପନ୍ସିବିଲିଟି ଦେଲେ। ମା ମାନେ ଟିକେ ଧ୍ୟାନର ସହିତ ଶୁଣୁଥିଲେ। ମୁଁ ଏ କାହାଣୀ ଶୁଣିଛି, ସାକ୍ଷ୍ୟ ଶୁଣିଛି, ମୋ ମନକୁ ଶୁଣିଛି ବୋଲି ମୁଁ କହୁଛି। ମା କହିଲେ, ମା ଲୋ ତୋର ଦାୟିତ୍ୱ ଆସିଗଲା, ତ ଆଈ ଯାହା କରୁଥିଲା ଏବେ ତୁ କରିବୁ। 15 ବର୍ଷର ପରିଶ୍ରମ, ମୁଁ ନାଁ କହିବିନି, କିନ୍ତୁ ପ୍ରଭୁ ଏହି ସ୍ଥାନରେ ସେ ଭଉଣୀକି ରଖିଛନ୍ତି। ଯଦି କେବେ ଆପଣମାନେ ସୁଯୋଗ ପାଆନ୍ତି, ସେ ଭଉଣୀଙ୍କଠୁ ସାକ୍ଷ୍ୟ ଶୁଣନ୍ତି। ମୁଁ ନାଁ କହିବିନି, କିନ୍ତୁ ପ୍ରଭୁ ଆପଣମାନଙ୍କୁ ନିଶ୍ଚୟ ଶୁଣେଇବେ। ଆପଣମାନେ ମଧ୍ୟ ଆଜିର ମାତୃତ୍ୱର ଦିବସରେ ଅଭ୍ୟାସ କରନ୍ତୁ। ପତିବ୍ରତା ପ୍ରାଣପ୍ରିୟା ନାମ ପୁଣିଲା ହେବାକୁ ଇଚ୍ଛା କରନ୍ତୁ। ଆଜ୍ଞା ଗୋଟେ ଶ୍ଲୋକ ଅଛି, କୋପେ ଦାସୀ ରତେ ବେଶ୍ୟା ଭୋଜନେ ଜନନୀ ସମା। ଦାସୀ ରତେ ବେଶ୍ୟା ଭୋଜନେ ଜନନୀ ସମା। ବିପଦେ ମନ୍ତ୍ରୀଣାଂ ବୁଦ୍ଧି ଯ ତିଷ୍ଠତି ସଭାଜ୍ୟା। କୋପ କରିବା ସମୟରେ ଯେଉଁ ସ୍ତ୍ରୀ ଲେଉଟାଇକି ଉତ୍ତର କରିବ ଯେ ତମେ ଦିନ ସାରା ଡ୍ୟୁଟି ଯାଇଥିଲ, ମୁଁ କ'ଣ ଝୁଲାରେ ଝୁଲୁଥିଲି କି, ସେ ସ୍ତ୍ରୀ ନୁହେଁ। କୋପ ସମୟରେ ଦାସୀ ପରିକା ମଥା ନହେଇକି ଶୋଇଥିବ। ରକ୍ତରେ ବା ପ୍ରେମ କରିବା ସମୟରେ ବେଶ୍ୟା ପରି ପ୍ରେମ କରିବ। ଆଜ୍ଞା ଭୋଜନ ସମୟରେ ମା ପରିକା ଖୁଆଇ ଦଉଥିବ, ଆଉ ବିପଦ ସମୟରେ ମନ୍ତ୍ରୀ ପରିକା ବୁଦ୍ଧି ଦଉଥିବ। ତା କନ୍ୟା ପ୍ରାଣ ବଲବା। ତେଣୁ ଆପଣମାନେ ଅଭ୍ୟାସ କରନ୍ତୁ। ଆଜିର ଯୁଗ ଆମମାନଙ୍କୁ ଏତେ ତଳକୁ ନେଇଯାଇଛି, ପରିବାର ଏକାନ୍ନବର୍ତ୍ତୀ ଥିବା ବେଳେ ଏବେ ଅଣୁ ଫ୍ୟାମିଲି ହେଇଗଲାଣି। ତମେ ସେଟା ଛିଡ଼ା ହେଇଛ। ସୁନ୍ଦର ଆରେ ତମେ ବା ହାତ ଧରିଛ ତାଙ୍କର। ଆରେ ଆଜ୍ଞା ମାନେ ଶୁଣନ୍ତୁ ଟିକେ, ସିଏ ତ ଜଣଙ୍କର ହାତ ଧରିକି ଆଇଛ, ପୁଣି ମୋ ହାତ ଧରିଲେ କାହିଁକି? ସୁନ୍ଦର ନବଜାନମା ଖଲିୟ କର
ଏବେ ଆପଣମାନେ ମଧ୍ୟ ତା ଅଭ୍ୟାସ କରନ୍ତୁ। ଏହି ପ୍ରକାର ଏକ ପରିବାର ଥିଲେ କାଳକ୍ରମେ ନାରୀ ମୃତ୍ୟୁ ସବୁ ଶୂନ୍ୟ ପଡ଼ିଛି। ଏହି ସମୟରେ ଇସାକଙ୍କର ବୟପ୍ରାପ୍ତ ହୋଇଛନ୍ତି। ଇସାକଙ୍କୁ ପାଇଁ କନ୍ୟା ଖୋଜିବାକୁ ଆଜି ଅବ୍ରାହ୍ମ ମନସ୍ଥ କରିଛନ୍ତି। ହକାରି ସକଳ ଦର୍ଶଭୂତ, ହକାରି ସକଳ ଦର୍ଶଭୂତ, ଭାସନ୍ତି ଉରୁରେ ପ୍ରଧାନ ହସ୍ତ, ଭାସନ୍ତି ଉରୁରେ ପ୍ରଧାନ ହସ୍ତ, ଭଗବତ ନାମ ସରସ ପଥ, ଭଗବତ ନାମେ ସରସ ପଥ, ଶୁଣାଇ ବିଘେନ ବୃତ୍ତିଏ ମନ୍ତ, ଶୁଣାଇ ବିଘେନ ବୃତ୍ତିଏ ମନ୍ତ, ଆଜି ନମସ୍ତୁତ ପରିଣୟରେ, ନମସ୍ତୁତ ପରିଣୟରେ, ଆଜି କରୁଅଛି ମନ ଲଘେନି ବସନା। ହେଲା କଣ? ଆଜି ଅବ୍ରାହମ ଡାକୁଛନ୍ତି ତାଙ୍କର ଦୁଆର ସକଳ ଅଧ୍ୟକ୍ଷ ମାନଙ୍କ ମଧ୍ୟରୁ ଜଣକୁ ଡାକୁଛନ୍ତି ଏବଂ ତାଙ୍କୁ କହୁଛନ୍ତି ମୋର ପୁଅର ବିବାହ କରିବି, ତୁମେ ଗୋଟେ କନ୍ୟାକୁ ପ୍ରସ୍ତୁତ କର, ଅନୁସନ୍ଧାନ କର, କିନ୍ତୁ ତୁମକୁ ଏତିକି ବାରଣ କରୁଛି, କରୁଅଛି ମନା, ନଘେନିବ କନ୍ୟା, ନିଜାତୀୟ କିଣା ନିଅ। ଏମାନଙ୍କ ମଧ୍ୟରୁ କନ୍ୟା ଗ୍ରହଣ କରିବ ସମୟ ନାହିଁ। କେବଳ ଏତିକି କଥା କହିବି, ବାଇବଲ ଉଲ୍ଲେଖ କରେ ଅସମାନ ଜଳିରେ ଆଉ ବିଲିଆର ସହିତ ଖ୍ରୀଷ୍ଟଙ୍କର କଣ ସମ୍ପର୍କ? ଅନ୍ଧକାର ସହିତ ଆଲୋକର କଣ ଅଂଶ? ଖ୍ରୀଷ୍ଟଙ୍କ ସହିତ ଅବିଶ୍ୱାସର କଣ ସମ୍ପର୍କ? ତେଣୁ ମୋର ପ୍ରିୟମାନେ, ଯୁବା ଯୁବତୀ ମାନେ ଯେତେବେଳେ ବସୁଛନ୍ତି, ଦି ପଦ କହିଦଉଛି, ସବୁ ପ୍ରଶ୍ନ ପଚାରିଛନ୍ତି, କହିଦେଇକି ଯାଉଛି। ଯୌବନ ସମୟ ଜଟିଳ ସମୟ, ଯୌବନ ସମୟରେ ସେ ନିଜ ପାଦକୁ ସଂରକ୍ଷିତ କରିଥାଏ, ସଂରକ୍ଷଣ କରିଥାଏ, ସଜାଡ଼ିକି ପକାଇଥାଏ। ଜୀବନରେ କେବେ ଦୁଃଖ ଆସେ ନାହିଁ। ଆମେ ସମସ୍ତେ ଗୋଟେ ପଦକୁ ଜାଣିଛେ, ଆମେ ସେ ପଦ ଆମ ପିଲାମାନଙ୍କୁ ଶିଖାଉ, ବହୁତ ସମୟରେ ବାକ୍ୟ ଦେଇଥାଉ। କଣ ବାଳକର କର୍ତ୍ତବ୍ୟ ପଥରେ ତାହାକୁ ଶିକ୍ଷିତ କର, ବୃଦ୍ଧ ହେଲେ ତଣୁ ବିମୁଖ ଏକ ପଦଟେ ଆମେ ଶିଖେଇଥାଉ। ପଞ୍ଚମ ଆଜ୍ଞା କଣ କହେ? ସମାଧାନ କର। ତୁମେ ସମାଧାନ କଲେ ଆୟୁଷ ବୃଦ୍ଧି ପାଇବ, ଦୀର୍ଘାୟୁ ହବ, ଦେଶରେ ବାସ କରିବ। ପିଲାମାନେ ଏଫେସିୟ ପୁସ୍ତକ ଦେଖିଲେ ପ୍ରଭୁଙ୍କ ସକାଶୁ ଏ ସବୁ କରିବ କାହା ପାଇଁ? ପ୍ରଭୁଙ୍କ ସକାଶୁ ଆପଣ ଆପଣ ପିତାମାତାଙ୍କର ଆଜ୍ଞା ବହୁ, କାରଣ ତାହା ଯଥାର୍ଥ। ପ୍ରଧାନ ଆଜ୍ଞାମାନଙ୍କ ମଧ୍ୟରେ ଗୋଟିଏ ଯଦି ଆପଣମାନେ ବାପା ମାଙ୍କର କଥା ମାନନ୍ତି, ପିଲାମାନେ ସଜାଡ଼ି ହେଇଯାଉଛନ୍ତି। ଯଦି ସଜାଡ଼ି ନ ହେବେ ଦୁଃଖ ଆସିବ, ସୁଖ ଆସିବ ସୁନିଶ୍ଚିତ 100%। ଦେଖି ଦେଇକି ଯିବି। ବାଳକ ମାନେ, ପ୍ରଚାରକ ମାନେ, ବାପା ମାନେ, ମା ମାନେ ସିଧାସଳଖ ଭାବେ କହିବେନି, ମୁଁ ଜାଣିଛି ଆସନ୍ତା ବର୍ଷ ଆପଣମାନେ ମତେ ଡାକିବେନି, ଆଉ ଜଣେ ଗାୟକଙ୍କୁ ଡାକିବେ, ମତେ ଡାକିବେ, ଠିକ ଅଛି, ଡାକିବେ, କହିଲା ଆଡ଼ଭାନ୍ସ ଦେବେ, କେତେ ଦେବେ? ଆଡ଼ଭାନ୍ସ ଦେବେ, ଦେବେ। ପିଲାମାନେ ଯଦି ପ୍ରଥମ କଥା ଶିଖେଇବା, ପ୍ରଥମ କଥାଟା କଣ? ପ୍ରଥମ କଥାଟା କଣ? ଇଂଲିଶର ଗୋଟେ ପ୍ରଭାବ ଅଛି, ଗୁଡ୍ ଲିଡର knows the way, goes the way and shows the way। ଗୋଟେ ଉତ୍ତମ ନେତା ପ୍ରଥମେ ରାସ୍ତାକୁ ଜାଣେ, ତାପରେ ସେ ରାସ୍ତାରେ ଚାଲେ, ସେ ରାସ୍ତାଟା ଭଲ ଅଛି କି ମନ୍ଦ ଅଛି, ତାପରେ ସେ ଯାଇ କହେ ମାଲ ବାଲ ତୁ ଚାଲେ ସେ ରାସ୍ତାରେ। ମୋର ପ୍ରିୟମାନେ, ଆମେ ଯେତେ ଜଣ ଏଠାରେ ବସିଛୁ, ଆମର ପିଲାମାନଙ୍କୁ ଆମେ କହିଛୁ ଭଲ ପିଲାଟେ ହୁଅ, ଭଲ ପାଠ ପଢ, ଜ୍ଞାନର ବୁଦ୍ଧି ପା। ଆମେ knows the way, କିନ୍ତୁ we don't go। ଆମେ ଜାଣିଛୁ ରାସ୍ତା, କିନ୍ତୁ ଆମେ ଚାଲୁନାହୁଁ। କାନ ତାକୁ ଯଦି ପିଲାବେଳୁ ମୋଡ଼ିଯିବେ, ବଡ଼ ବେଳକୁ ଲଡ଼କା। ଗୋଟେ କାହାଣୀ କହୁଛି, ଗୋଟେ ପିଲା ଫାଶୀ ପାଇବାକୁ ଯାଉଛି, ସମସ୍ତେ ଜାଣିଛନ୍ତି ସେ କାହାଣୀ। ଫାଶୀ ପାଇବାକୁ ଯାଉଛି, ତାର ଶେଷ ଇଚ୍ଛା ପଚରାଗଲା କଣ ନା, ମୋ ମାଆକୁ ଟିକେ ମୋ ମା କାନରେ ଗୋଟେ କଥା କହିବି। ମା ମାନେ ଶୁଣନ୍ତୁ, କାଲି ଏ ଦିନ ଆସିବନି,
समय बहुत सन्निकट द्वितीय आगमन निजକୁ निज ପିଲାମାନଙ୍କୁ ସଜାଡ଼ିବାର ଉପଯୁକ୍ତ ସମୟ କହିଲା ମା କାନରେ କହିବି ଯେତେବେଳେ ମା କାନ ପତିକି ନେଇକି ଆଇଲା ମା କାନକୁ କାମୁଡ଼ି ଦେଲା ସମସ୍ତେ ହତଚକିତ ହେଇଗଲେ अच्छा କହିଲେ ଆରେ କଣ ହେଲା ମା କାନ କଣ କାମୁଡ଼ି ଦେଲେ କାହିଁକି ନା ଯେତେବେଳେ ଛୋଟ ଛୋଟ ଚୋରି କରିବାକୁ ମୋ ମା ଶିଖାଉଥିଲା ମୋ କାନରେ କହୁଥିଲା ଯା ଯା ତାଙ୍କ ଘରୁ ଲଙ୍କା ଚୋରି କରିକି ଆଣିବୁ ଆମ୍ବ ଚୋରି କରିକି ଆଣିବୁ ଲଙ୍କା ଆମ୍ବ ଚୋରି କରିକି ଆଣିବୁ ଅଣ୍ଡା ଚୋରି କରିକି ଆଣିବୁ ସେତିକି ବେଳେ ଯଦି ମୋ ମା କାନରେ ନ କହି କାନଟାକୁ ମୋଡ଼ି ଯାଉତା ଆଜି ମୁଁ ବାସି ପାଇନଥାନ୍ତି ମା ସେଥିପାଇଁ ଦାୟୀ ଗୋଟେ ମା ଯଦି ଗୋଟେ ବାପା ଯଦି ଶିକ୍ଷିତ ହୁଏ ଗୋଟେ ଘର ଶିକ୍ଷିତ ହବ ଗୋଟେ ଯଦି ମା ଶିକ୍ଷିତ ହୁଏ ଗୋଟେ ଗାଁ ଶିକ୍ଷିତ ହବ कौन कला से ତେଣୁ ପିଲାମାନଙ୍କୁ ଉତ୍ତମ ପଥ ଦେଖାଇବା ପୂର୍ବରୁ ଆମେ ସେ ରାସ୍ତାରେ ଯିବାର ଅଛି हाँ ସେଥିପାଇଁ ଯୀଶୁ କହିଲେ ଅହମୈବ ପଥ ଅହମୈବ ସତ୍ୟ ଅହମୈବ ଜୀବନ हाँ ମୋୟ ବିନା କୋପି ସ୍ୱର୍ଗ ନ ଗଚ୍ଛତି ଯୀଶୁ କହିଲେ ମୁଁ ପଥ ସତ୍ୟ ଜୀବନ हाँ ମୋ ବିନା କେହି ସ୍ୱର୍ଗକୁ ଆଚ୍ଛା। ଯାଇପାରିବେ ସତ୍ୟ ଜୀବନ ବାପା ମା ମାନେ ପ୍ରଥମେ ଘରେ ରହି ପିଲାମାନଙ୍କୁ ଆମେ ଶିକ୍ଷିତ କରିବା अच्छा ମଦର୍ସ ଡେରେ ମୁଁ ଅନୁରୋଧ କରୁଛି ମୋ ମା ମାନଙ୍କୁ हाँ ଆପଣମାନଙ୍କ ପିଲାମାନଙ୍କୁ ଶିକ୍ଷିତ କରନ୍ତୁ କରାଅ। ସୁଶିକ୍ଷିତ କରନ୍ତୁ हाँ କାଲି ଆମେ ଗତକାଲି ବସିଥିଲୁ हाँ ଆଉ ପ୍ରଭାତୀ ତାରର ସେ ଲେଖକ କର୍ମଶାଳାରେ ସେଠି ଆମେ କଥା ହଉଥିଲୁ ଯେ ପିଲାମାନଙ୍କୁ କେମିତି ଯୁବ ପିଲାମାନଙ୍କୁ କେମିତି ସାହିତ୍ୟ ପ୍ରତି ଆକର୍ଷିତ କରିବା ସଂସ୍କୃତି ପ୍ରତି ଆକର୍ଷିତ କରିବା ମା ମାନେ ଆଜି ଆପଣମାନଙ୍କର ସମୟ ଆମର ସର୍ବୋଚ୍ଚ ନାଗରିକ ହେଉଛନ୍ତି ମା ଜଣ हाँ ସର୍ବୋଚ୍ଚ ନାଗରିକ 1 ନମ୍ବର ନାଗରିକ ତେଣୁ ମା ମାନଙ୍କୁ ସଜାଡ଼ିବାକୁ ଆଚ୍ଛା। ସେଥିପାଇଁ हाँ କହିଲେ ନାରୀଙ୍କ ବୃଦ୍ଧି ହେଲେ ଉଣା ସଂସାର ସିରି ହୁଏ ଚୁନା ନାରୀଙ୍କ ବୁଦ୍ଧି ହେଲେ ଉଣା ସଂସାର ସିରି ହୁଏ ଚୁନା अच्छा ନାରୀଙ୍କ ବୁଦ୍ଧି ଯୋଉଠି କମିବ हाँ ଭଗବାନ ନିଶ୍ଚିତ ଫଳ ଦବ ଆଦମ खाइब ଆଜ୍ଞା हाँ ମୁଁ ବାପା ମାନଙ୍କ ସପୋର୍ଟ ମୋ ବାପା ବା अच्छा ମୋ ମା ମାନଙ୍କ ସପୋର୍ଟ ନୁହଁ କିନ୍ତୁ ମା ମାନଙ୍କ ବିଷୟରେ ବେଶୀ କହିବା अच्छा ମା ମାନଙ୍କୁ ମୁଁ ବେଶୀ ଭଲ ପାଏ ଆଜ୍ଞା ମା ମାନେ ରାଗିବେନି ମୁଁ ତ ସବୁ ଯାକ ମାଙ୍କ କଥା କହୁଛି ନା ବାପାଙ୍କ କଥା କହୁଛି ମନୀଷ ଭାଇ ମୁଁ ମାଙ୍କ କଥା କହୁଛି ନା ବାପାଙ୍କ କଥା କହୁଛି ମା ମାନେ ଅଧିକା ଅଛନ୍ତି ମା ମାନେ କହୁଛନ୍ତି ତେଣୁ ଆପଣମାନଙ୍କର ପିଲାମାନଙ୍କୁ ସୁଶିକ୍ଷିତ କରିବା हाँ ତେଣୁ ଏହି ସମୟରେ ଅବ୍ରାହ୍ମ କହୁଛନ୍ତି ତୁମେ ବିଜାତୀୟ କନ୍ୟା ଆଣିବନି अच्छा ତୁମେ ଯାଅ हाँ ଅଧିକୃତ କଲେ ଗାଛ ଆଉ ସତ୍ୟ ବଢ଼ାଛ ଆଉ ନାର ହେ ଜଣ ମଧ୍ୟେ ଆଉ ଲକ୍ଷ କେହି ଅଧିକୃତ କଲେ ବ୍ୟକ୍ତ କହୁଛନ୍ତି ଅବ୍ରାହ୍ମ ତାଙ୍କର ଘରର ଅଧ୍ୟକ୍ଷ ପୁରୁଣା ଦାସଙ୍କୁ ଡାକି କହୁଛନ୍ତି ତୁମେ ଯାଅ ନା ଏବ୍ରହ୍ମକୁ जाओ ଆଜିର ତାରିଖରେ ହୁଏତ ମୋର କାଲକୁଲେସନ ଭୁଲ ହୋଇଯାଇପାରେ କାଳେ
ବସିଛନ୍ତି ନାହର ଠାରୁ ହେବ୍ରୋନ ସେତ ଏବେର ଦିନରେ ମୁଁ ଦେଖୁଥିଲି 10,000 କିଲୋମିଟର। ଆଚ୍ଛା ହଁ ଟିକେ ଟିକେ ଭୁଲଥିବ ଟିକେ ଟିକେ ଭୁଲଥିବ 10,000 କିଲୋମିଟର ନାହର ଠାରୁ ହେବ୍ରୋନ ତୁ ଯାଇ କନ୍ୟା କନ୍ୟା ଅନ୍ୱେଷଣ କରିବାକୁ ଯାଅ। ହଁ କନ୍ୟା ଅନ୍ୱେଷଣ କରିବାକୁ ସେ କହୁଛନ୍ତି ଆଜ୍ଞା ଏତେ ଦୂର ମୁଁ ଯିବି ଯଦି ସେଠି କେହି ରାଜି ନହେଲେ ମୁଁ ତମ ପୁଅକୁ ନେଇଯାଉଛି ତମ ପୁଅ ଗୋଟେ ପସନ୍ଦ କରିବ ଯାହାକୁ ଧରି ପଳେଇ ଆସିବ। ସେ କହୁଛନ୍ତି ନା 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 ସେ କଥା କର ସାବଧାନ ତାହା କରନ୍ତୁ ପ୍ରଭୁ ଦୂତ ପେଶି ଆଗେ ହୋଇବେ ସାହା। ମୋର ପ୍ରିୟ ମାନେ ଆଜି ଆମେ ମାନେ ଆମ ପୁଅ ଝିଅ ମାନଙ୍କର ବାହାଘର ପ୍ରସ୍ତାବ ଖୋଜିଲା ବେଳେ କେମିତି ଖୋଜୁଛୁ ଚିନ୍ତା କରନ୍ତୁ ଟିକେ ଚିନ୍ତା କରନ୍ତୁ। ପାଲା ଗାୟକ ମାନଙ୍କୁ ଗଣଶିକ୍ଷକ ବୋଲି କୁହାଯାଏ ସମାଜର ଶିକ୍ଷକ। ଆଜ୍ଞା ପାଲା ବିଷୟରେ ତ କହିଲେ ସରିବନି। ନାଇଁ ନାଇଁ ମୋର ବ୍ୟକ୍ତିଗତ ଭାବରେ ଗୋଟେ କ୍ଷୋଭ ଅଛି ସମାଜ ପ୍ରତି ସେ ପାଲାକୁ କାହିଁକି ଆଦୃତ କରୁନାହାନ୍ତି। ପାଲାରେ ଯାହା ଅଛି ଆଜ୍ଞା ଆପଣମାନଙ୍କର ଟିଭିରେ ସେୟା ନାହିଁ। ଟିଭିରେ ଆଜ୍ଞା ଗୋଟେ ଗୋଟେ ଆଡଭର୍ଟାଇଜ ଆସିଲା ବେଳେ ଆମେ ପିଲାଙ୍କ ଆଖିରେ ହାତ ଦେଇ ଦଉଛୁ ଦବାକୁ ବାଧ୍ୟ ହଉଛୁ। ମୋବାଇଲ ତ ଦବା ତ ନ କହିବା ଭଲ। କଲ୍ କରୁ 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 ଯାହା ଆସୁଛି ଆମେ ସମସ୍ତେ ଉପଭୋକ୍ତା। ପାଲା ଆଜ୍ଞା ଏଇ ପ୍ରକାର ଏକ ବିଷୟ ମା ଯଦି ବସିଥିବ ଝିଅ ପାଖରେ ବାପା ପୁଅ ବସିବେ ମା ଝିଅ ବସିବେ ଶାଶୁ ବୋହୂ ବସିବେ। ଆଜ୍ଞା ଯୋଉ ସିରିଏଲ ଗୁଡ଼ିକ ଆସୁଛି ମୁଁ ତା ନାଁ ଦେଉଛି ଘର ଭଙ୍ଗା ସିରିଏଲ। ଆଜ୍ଞା ତାକୁ ପୁଣି ଆମେ ଦେଖୁଛେ ଆମେ ଆମ ସ୍ୱାମୀ ମାନଙ୍କୁ କଣ କରୁଛେ ଫୋର୍ସ କରୁଛେ ଟିକେ ରିଚାର୍ଜ କରିଦିଅ। এইটা কাই আসুনি সেটা পকাও ସ୍ୱାମୀ ମାନେ ମଧ୍ୟ ବିଶ୍ୱସ୍ତ ଭାବରେ ରିଚାର୍ଜ କରିକି ଘର ଭଙ୍ଗା ଶାଶୁ ବୋହୂ ଖୋଜିବା ଶିଖେଇବା ପାଇଁ କରିଦେଉଛନ୍ତି। ରାତି 10টাରେ ବି ପକେଇ ଦଉଛନ୍ତି ଆଉ ତେଣୁ କହୁଛନ୍ତି ନାହର ଆମେ ଟିକେ ଚିନ୍ତା କରିବା ଆମ ପିଲାମାନଙ୍କର ବିବାହ ପ୍ରସ୍ତାବ ଆମେ କେମିତି ଆଣୁଛେ। ଆମେ କଣ କରୁଛେ ମତେ ଆଜି ଆଜ୍ଞା ଗାଡି ଧରିକି ଆଇଲା ବେଳେ ଜଣେ ମା ମତେ ଫୋନ କରୁଛନ୍ତି ମିଛ କହୁଛି ମୋ ଝିଅ ମୋର ଗୋଟେ ଝିଅ ଅଛି ଆଉ ଟିକେ ତା ପାଇଁ ଗୋଟେ ପ୍ରସ୍ତାବ ଦେଖାଉଛି। ମୁଁ 4 ଥର କହିଲି 5 ଥର କହିଲି ଆଜ୍ଞା ପ୍ରାର୍ଥନା କରିବି ସିଏ କହୁଛନ୍ତି ଆଜ୍ଞା ପ୍ରାର୍ଥନା କରିବେ ତ କିନ୍ତୁ ଦେଖନ୍ତୁ ଆଜ୍ଞା ଝିଅ ପୁଅ ସେ 4 ଥର କହୁଛନ୍ତି। ତେଣୁ କଥା ହଉଛି ଆଜ୍ଞା ଅବ୍ରାହ୍ମ ପଠଉଛନ୍ତି ସଦାପ୍ରଭୁ ପରମେଶ୍ୱର ଆପଣ ପୁତ୍ରଙ୍କର ବିବାହ ନିମନ୍ତେ ପବିତ୍ର ଆତ୍ମା ରୂପୀ ଦାସକୁ ପଠାଉଛନ୍ତି। ତୁମେ ଯାଅ ଜଗତକୁ ଅନେକ ପଥକୁ ମୋର ପୁତ୍ର ନିମନ୍ତେ ଏକ କନ୍ୟା ପ୍ରସ୍ତୁତ କରିବ ଅନ୍ୱେଷଣ କରିବ। ଝିଅମାନେ ଆମେ ସମସ୍ତେ ତାଙ୍କର କନ୍ୟା ପାଇଁ ପ୍ରସ୍ତୁତ ହେଉଛେ ଜାଣିନାହିଁ ଦାସ ପବିତ୍ର ଆତ୍ମା ରୂପୀ ଦାସ କାହାକୁ ମନୋନୀତ କରିବେ। ଦାସ କହୁଛନ୍ତି ମହାମହିମା